ଏଇଠି ମୋ ପାଖରେ କିଛି ଚିରା କାଗଜ ଖଣ୍ଡ ଗୁଡ଼ିକ ଅଛି ଏବଂ ଗୋଟିଏ ପାନିଆ ଅଛି ଯାହା ସାହାଯ୍ୟରେ ମୁଁ ମୁଣ୍ଡ କୁଣ୍ଡାଉଛି ଏବଂ କିଛି ସମୟ ପାନିଆ ଦ୍ୱାରା ମୁଣ୍ଡ କୁଣ୍ଡାଇ ସାରିଲା ପରେ ଯେତେବେଳେ ମୁଁ ଏହି ଚିରା କାଗଜ ଖଣ୍ଡ ଗୁଡ଼ାକ ନିକଟକୁ ଏହି ପାନିଆଟିକୁ ଆଣୁଛି ତେବେ ଏଠି କ'ଣ ହେଉଛି କହିପାରିବ କି? ତେବେ ଆମେ ଲକ୍ଷ୍ୟ କରୁଛନ୍ତି ଯେ ଏଠି କାଗଜ ଖଣ୍ଡ ଗୁଡ଼ିକ ପାନିଆ ଆଡ଼କୁ ଆକର୍ଷିତ ହେଉଛନ୍ତି। ଏଇଠି ତୁମେ ଲକ୍ଷ୍ୟ କର ଯେ କାଗଜ ଖଣ୍ଡ ଗୁଡ଼ିକ ପାନିଆ ଆଡ଼କୁ ଆକର୍ଷିତ ହେଉଛନ୍ତି। ତେବେ ଏହା କାହିଁକି ହେଲା? ଏହା ପଛରେ କାରଣ କ'ଣ? ଆମେ ପୂର୍ବରୁ ଦେଖିଥିଲେ ଯେ ଯେତେବେଳେ ଆମେ ଗୋଟିଏ ଷ୍ଟ୍ରକୁ ଏକ ରୁମାଲ ସାହାଯ୍ୟରେ ଘଷି ଦେଉଥିଲେ ସେତେବେଳେ ରୁମାଲ ଆଡ଼କୁ ଷ୍ଟ୍ରଟି ଆକର୍ଷିତ ହେଉଥିଲା। ତେବେ ସେଥିରେ ଆମେ ଦୁଇଟି ଯାକ ବସ୍ତୁକୁ ରୁମାଲକୁ ଏବଂ ଷ୍ଟ୍ରକୁ ଘଷୁଥିଲେ, କିନ୍ତୁ ଏଠାରେ ଆମେ କେବଳ ପାନିଆଟିକୁ ମୁଣ୍ଡରେ ଘଷୁଛନ୍ତି, କାଗଜରେ ତ କିଛି ଘଷି ନାହାନ୍ତି। ତେବେ ପାନିଆ ଆଡ଼କୁ କାଗଜ ଆକର୍ଷିତ ହେଉଛି କାହିଁକି? ତେବେ ଏହା ପଛରେ କାରଣ କ'ଣ ଜାଣିବା ପାଇଁ ଚେଷ୍ଟା କର।